ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଅସ୍ମିତା। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖା ଓଡ଼ିଆ ବିଭାଗ ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ୱ ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ, ବିଷୟ ବିଶେଷଜ୍ଞ ଭାବେ କଟକ ଟାଙ୍ଗୀ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡକ୍ଟର ଗୋବିନ୍ଦ ଲେଙ୍କା, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା କବି ରାଜୀବ ପାଣି, ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଡକ୍ଟର ପ୍ରଧାନ କହିଲେ ଯେ ଭାରତବର୍ଷରେ ଯେତେ ପ୍ରାଚୀନ ସାହିତ୍ୟ ରହିଛି ତାହା କାଳଜୟୀ। ଓଡ଼ିଆ ଅସ୍ମିତା କେବଳ ଭାଷାରେ ନୁହେଁ, ନିଜ ଭିତରେ ଥିବା ଅହମ୍ରେ ଅଛି। ନୂଆ ସମାଜ ଗଠନ କରିବାର ଦାୟିତ୍ୱ ସାହିତ୍ୟିକମାନଙ୍କର। ବିଷୟ ବିଶେଷଜ୍ଞ କବି ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଅସ୍ମିତା ହେଉଛି ଆମର ପରିଚୟ, ଯାହା ଗୋଟିଏ ଜାତିକୁ ବ୍ୟକ୍ତିକୁ ପରିଚୟ ଦିଏ। ନିଜ ଭିତରେ ନିଜର ସ୍ୱାଭିମାନ ହିଁ ଅସ୍ମିତା। ମଣିଷ ସହ ମଣିଷ ଯୋଡ଼ିବା ଅସ୍ମିତା। ସାହିତ୍ୟ ଆମ ଚେତନାକୁ ଉତ୍ତରିତ କରୁଛି। ଆଧୁନିକ ହେଉଛି ଚେତନା ଓ ବ୍ୟକ୍ତି ହେଉଛି ଚେତନାର ବାହକ। ଅନ୍ୟତମ ବିଷୟ ବିଶେଷଜ୍ଞ ଡକ୍ଟର ଲେଙ୍କା ତାଙ୍କ ବକ୍ତବ୍ୟରେ କହିଲେ ଯେ ଆନ୍ତର୍ଜାତିକ ସ୍ତରରେ ଉତ୍ତର ଆଧୁନିକତା, ବାମାବାଦ, ନବ ବାମବାଦ, ଉତ୍ତର ସଂରଚନାବାଦ, ବିଘଟନବାଦ, ପରିବେଶବାଦ ଯେତିକି ପ୍ରଭାବ ପକାଇଛି, ଓଡ଼ିଆ ସାହିତ୍ୟରେ ଉତ୍ତର ଆଧୁନିକତା ସେହି ସଘନ ପ୍ରଭାବ ଦ୍ୱାରା ଏତେ ପ୍ରଭାବିତ ନୁହେଁ। କେତେକ କ୍ଷେତ୍ରରେ ବିଶେଷ କରି ଉତ୍ତର ବାମବାଦ, ବାମାବାଦ, ପ୍ରକୃତିବାଦ, ପରିବେଶବାଦ ଆଦି ଦ୍ୱାରା କିଛି ମାତ୍ରାରେ ପ୍ରଭାବିତ। ସ୍ଥାନୀୟ ସମସ୍ୟା, ଜର୍ଜର ଓଡ଼ିଆ କବିତା, ବିଶ୍ୱାୟନ, ଆଞ୍ଚଳିକତା, ମାନବିକତା, ଦାଦନ ସମସ୍ୟା, ଚାଷୀ ମୃତ୍ୟୁ, ଶିଳ୍ପାୟନ ଯୋଗୁଁ ଜଙ୍ଗଲ ଅବକ୍ଷୟ, ବିସ୍ଥାପନ, ନିଷ୍ପେଷଣ, ନାରୀ ନିର୍ଯାତନା, ଶିଶୁ ମୃତ୍ୟୁ, କୁପୋଷଣ, ଦାରିଦ୍ର୍ୟ, ସମଲିଙ୍ଗୀର ଗୁରୁତ୍ୱ, ପରମ୍ପରା ଓ ସଂସ୍କୃତି ପ୍ରତି ଅନୁରାଗ ପ୍ରଭୃତି ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ସମ୍ବେଦନଶୀଳ ହୋଇଛନ୍ତି ଏବଂ ଏହା ଦ୍ୱାରା ଓଡ଼ିଆ ଅସ୍ମିତା ପ୍ରଶସ୍ତ ହୋଇପାରିଛି। ବିଶେଷଜ୍ଞ ଡକ୍ଟର ବେହେରା ତାଙ୍କ ବକ୍ତବ୍ୟରେ ଅସ୍ମିତାର ଗୌରବ ଓ ଗରିମା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀମତୀ ମଥାନ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପକ କରୁଣାକର ପାଟ୍ସାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏକ କବିତା ପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଅଧ୍ୟାପିକା ପ୍ରିୟଙ୍କା ପଲେଇ, ଅଧ୍ୟାପିକା ସିମରନ ମହାପାତ୍ରଙ୍କ ସଂଯୋଜନାରେ ଅପର୍ଣ୍ଣା ପାହାରୀ, ସୋନାଲି ମହାନନ୍ଦ, ସୌମ୍ୟରଞ୍ଜନ ମହାନ୍ତି, ପୂଜା କୁସୁମ, କରିସ୍ମା ନାୟକ, ଜ୍ୟୋତ୍ସ୍ନା ଏକା, ତ୍ରିଲୋଚନ ସ୍ୱାଇଁ, ବାମରାରୁ ଆସିଥିବା କବି ରେବତୀ ନାୟକ କବିତା ପାଠ କରିଥିଲେ। ଶେଷରେ ଅପର୍ଣ୍ଣା ପାହାରୀ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା ଲକ୍ଷ୍ମୀ ମାଝୀ, ମହେଶ୍ୱତା ସାହୁ, ଲିପିକା କେର୍କେଟା, ଶେଫାଳୀ ବାରିକ, ଭାରତୀ ଖମାରୀ, ଗାଳ୍ପିକ କାଶୀନାଥ ନନ୍ଦୀ, ଜଗନ୍ନାଥ ରାଉତ, ମହେନ୍ଦ୍ର ନାୟକ, ଲିପ୍ସା ବଳିଆର ସିଂ, ଅଭିଷେକ ପରିଡ଼ା, ଛବିଳ ସେଠୀ, ବିକି ନାଗ ଯୋଗ ଦେଇଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ତପସ୍ୱିନୀ କୁମ୍ଭାର, ଅନୁଶ୍ରୀ ରାଉତ, ଲକ୍ଷ୍ମୀପ୍ରିୟା ସାହୁ, ଶ୍ରିୟା ବାଗ, ସୁଶ୍ରୀରେଖା ବେହେରା, ସିନ୍ତା ପାତର, ମନୀଷା ନାଗ, ସ୍ୱପ୍ନା ପ୍ରଧାନ, ସରସ୍ୱତୀ ମାଣିକ ପୁରୀ, ଆଶାପୁରା ରାଉତ, ଅରୁଣ ଟେଟେ, ପ୍ରକାଶ ଓଝା ପ୍ରମୁଖ ଓ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ। ଦେଖନ୍ତୁ ତାରି ଭିଜୁଆଲ। ଆଜିର ଏଇ ଯେଉଁ କାର୍ଯ୍ୟକ୍ରମ ସେ ସମ୍ପର୍କରେ ପଦେ। ଆଜି ରାଉରକେଲା ସରକାରୀ କଲେଜରେ ଯେଉଁ ଉତ୍ତର ଆଧୁନିକ ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା ସମ୍ବନ୍ଧରେ ଆଲୋଚନା ଚକ୍ର ହେଲା। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ରାଉରକେଲା କଲେଜ ତରଫରୁ ଇଏ ଏକ ସୁନ୍ଦର ଯୋଜନା। ଏଥିରେ ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀମାନେ ଆସିଛନ୍ତି, ଅଧ୍ୟାପକ ଅଧ୍ୟାପିକାମାନେ ଆସିଛନ୍ତି, ଆମର ରାଉରକେଲା ତଥା ଅନ୍ୟାନ୍ୟ ରାଉରକେଲା ବାହାରୁ ବି ସାହିତ୍ୟିକମାନେ ଆସିଛନ୍ତି। ନିଶ୍ଚିତ ଭାବରେ ଇଏ ଏକ ସୁନ୍ଦର ଆଲୋଚନା ଚକ୍ର ହେବ ଏବଂ ଏ ଆଲୋଚନା ଚକ୍ରରେ ଆମେ କବି ସାହିତ୍ୟିକମାନଙ୍କର, ଗାଳ୍ପିକମାନଙ୍କର ଆମେ କେମିତି ଆମର ସମାଜ ପ୍ରତି ଆମର ପ୍ରଭାବ ରହିଛି, ଦାୟିତ୍ୱ ରହିଛି, ତାହାକୁ ନେଇକରି ଆଲୋଚନା ହେବ ଏବଂ ସମାଜ ଯେମିତି ସୁସ୍ଥ ସମାଜ ଗଠନ କରିବା ପାଇଁ ସାହିତ୍ୟର ଏକ ଭୂମିକା ସମ୍ପର୍କରେ ଏଠି ଆଲୋଚନା ହେବ ବୋଲି ମୁଁ ଆଶା କରୁଛି। ଧନ୍ୟବାଦ 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 ଆଜ୍ଞା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।